ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏକ ଅସହାୟ ମାଙ୍କଡ଼କୁ ଜୀବନଦାନ ଦେଇଛି ଅଗ୍ନିଶମ ବାହିନୀ। ଏଭଳି ଏକ ମାନବିକତାର ଦୃଶ୍ୟ ଦେଖିବାକୁ ମିଳିଛି ଉମରକୋଟ ସହରର ଡିଏନ୍କେ ସ୍ଥିତ ଗୋପବନ୍ଧୁ ଛକ ନିକଟରେ। ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ପ୍ରାୟ 12ଟା ସମୟରେ ଏକ ମାଙ୍କଡ଼ ହଠାତ୍ ଏକ ବିଦ୍ୟୁତ୍ ଖୁଣ୍ଟ ଉପରକୁ ଚଢ଼ିଯାଇଥିଲା। ସେଠାରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମାଙ୍କଡ଼ଟି ଗୁରୁତର ଭାବେ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମାଙ୍କଡ଼ଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ତୁରନ୍ତ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଉପଯୁକ୍ତ ଚିକିତ୍ସା ପରେ ମାଙ୍କଡ଼ଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ମାଙ୍କଡ଼ଟିର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ବେଳେ ତାକୁ ଖୁବ୍ ଶୀଘ୍ର ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅଗ୍ନିଶମ ବାହିନୀର ଏହି ତତ୍ପରତା ଓ ମାନବିକତାକୁ ଏବେ ସବୁଠି ପ୍ରଶଂସା କରାଯାଉଛି। ବ୍ୟୁରୋ ରିପୋର୍ଟ, ଖବର ଫଟାଫଟ ଓଡ଼ିଆ। DNK ଛକ ପାଖରେ ଯୋଉ ଗୋପବନ୍ଧୁ ଷ୍ଟାଚ୍ୟୁ ଅଛି ସେ ପାଖରେ ଇଲେକ୍ଟ୍ରିକ ତାରରେ ମାଙ୍କଡ ଯେମିତି ସକ୍ ଲାଗି ତାକୁ ତଳେ ପଡିଗଲା। ତାପରେ ଲୋକ ଆମକୁ ଜଣେଇଲେ, ତାଙ୍କ ସାଙ୍ଗେ ଆମ ଟିମ୍ ସହିତ ଆମେ ତାକୁ ଉଦ୍ଧାର କରି ଆମେ ପ୍ରାଣୀ ଚିକିତ୍ସା ନେଇକି ଆସିଲୁ। ବର୍ତ୍ତମାନ ଆମର ପ୍ରାଣୀ ଚିକିତ୍ସା ଡକ୍ଟର ତାର ଚିକିତ୍ସା ଫାଷ୍ଟ ଏଡ୍ କରିଥିଲେ ଆଉ ଇଞ୍ଜେକ୍ସନ ଦୁଇଟା ଦେଇଛନ୍ତି। ବର୍ତ୍ତମାନ ତାକୁ ଫରେଷ୍ଟ ଡିପାର୍ଟମେଣ୍ଟ ଯୋଉ ଜନତା ରଖିବାକୁ ଆମେ